ବିଜୁ ଜନତା ଦଳର 28ତମ ପ୍ରତିଷ୍ଠା ଦିବସ ପାଳିତ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀ ସ୍ତରରେ କରଞ୍ଜିଆ କଲ୍ୟାଣ ମଣ୍ଡପଠାରେ ଆଜି ବିଜୁ ଜନତା ଦଳର 28ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କରଞ୍ଜିଆ ବ୍ଲକ ଏନ୍ଏସି ର ବହୁ ନେତା କର୍ମୀ ଓ ଶୁଭେଚ୍ଛୁ ଯୋଗଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି କରଞ୍ଜିଆ ଏନ୍ଏସି କଲ୍ୟାଣ ମଣ୍ଡପଠାରେ ଏକ କର୍ମୀ ସମ୍ମିଳନୀ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ସଭାପତିତ୍ୱ ମୟୂରଭଞ୍ଜ ଜିଲ୍ଲା ଉପସଭାପତି କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପୂର୍ବତନ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ସମ୍ମାନିତ ଅତିଥି ଗିରିଧାରୀ ପୃଷ୍ଟି, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପପି ପୃଷ୍ଟି, ବ୍ଲକ ଅଧ୍ୟକ୍ଷା ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲା ଯୁବ ସମ୍ପାଦକ, ବ୍ଲକ ଯୁବ ସଭାପତି ବିକି ଅଲି, କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ରୋହିତ ପୃଷ୍ଟି, କାଉନ୍ସିଲର, ପଞ୍ଚାୟତ ସମିତି ସଭ୍ୟ ସଭ୍ୟା, ବିଜେଡି ସଭାପତି ଅନିଶ ମାନ୍ନା ପ୍ରମୁଖ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଅତିଥି ଗଣ ଭୂମିପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ସହ ମାଲ୍ୟାର୍ପଣ କରିଥିଲେ। ସଭାରେ ନିଜ ବକ୍ତବ୍ୟରେ ବିଜୁବାବୁଙ୍କ ସାହସ ଓ ପରାକ୍ରମ ଓ ତାଙ୍କ ସୁଯୋଗ୍ୟ ଦାୟିତ୍ୱ ତଥା ଓଡ଼ିଶାର 4.5 କୋଟି ଓଡ଼ିଆଙ୍କ ପ୍ରିୟ ତଥା ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶାବାସୀଙ୍କ ପ୍ରତି ତ୍ୟାଗ, ସମର୍ପଣ, ଭଲପାଇବା, ଓଡ଼ିଶାବାସୀଙ୍କ ପ୍ରତ୍ୟେକ ସମସ୍ୟାକୁ ଦୃଷ୍ଟିରେ ରଖି ଲାଗୁ କରିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରାଯାଇଥିଲା ଏବଂ ଓଡ଼ିଶାବାସୀଙ୍କ ଭଲପାଇବା ଆଗକୁ ମଧ୍ୟ ଏଭଳି ଜାରି ରହିଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଗାମୀ 2029 ସାଧାରଣ ନିର୍ବାଚନରେ ଜୟଯୁକ୍ତ କରି ଓଡ଼ିଶାକୁ ଆଗକୁ ଦେଶର ଶ୍ରେଷ୍ଠ ରାଜ୍ୟର ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ସମୟ ଲାଗିବ ନାହିଁ ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ। ପରେ ପରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ବିଜେଡି ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।